ନୂଆ ବର୍ଷରେ ତାରିଣୀ ମାଙ୍କ ମନ୍ଦିରରୁ ଫେରିଲା ବେଳକୁ ଘର ବାଟ ମୁହଁରେ ନାତୁଣୀ ଗୋଟେ ବଡ଼ ଢବଲ ମୋତେ ଧରେଇଦେଲା। କ'ଣ ଦେଖିଲା ବେଳକୁ ସେ କହୁଛି, ଆଈ ଦେଖେ କ'ଣ ତୋ ପାଇଁ ଆସିଛି, ଆଉ ତୋତେ ହାତରେ ବିରି ଫେଣିବାକୁ ପଡ଼ିବନି କି ହାତରେ ଅଟା ଦଳିବାକୁ ପଡ଼ିବନି। ଦେଖିଲା ବେଳକୁ କେଣ୍ଟେ ଷ୍ଟାଣ୍ଡ ମିକ୍ସଚର ଗ୍ରାଇଣ୍ଡର, କେଡ଼େ ଛୋଟିଆ ଢବଲଟେ। ସେଇଠି ମୁଁ ଢବଲରୁ କାଢ଼ିକିରି ଥୋଇଲି। ଦେଖନ୍ତୁ, କହିଲି ଫଟାଫଟ ଯାଇ ବିରି ବତୁରେଇ ଦେଲି, ତାକୁ ଅନ୍ୟ ଗ୍ରାଇଣ୍ଡରରେ ବାଟିଦେଲି। ମୁଁ କହିଲି ଦେଖିଆ କେମିତିଆ ଫେଣ ହେଉଛି। ସେଠୁ ତାର ଗୋଟେ ଦେଇଛି ବଢ଼ିଆ ହାଣ୍ଡିଟେ, ସେ ଛୋଟ ହାଣ୍ଡିରେ ମାନେ ବିରିକି ଦିଆହେବ। ତାପରେ ଏଇ ଜାଲିଟା ଦେଖେଇଲି, ଏଇ ଜାଲିଟାରେ ସେ କ'ଣ ହେବ ନା ଏଥିରେ ସେଟ୍ କରାହେବ। ଏଇ ଜାଲିଟା ମୁଁ କ'ଣ ଆଗରୁ ଜାଣିନଥିଲି, ନୂଆ ମେସିନ୍। ମୁଁ ବହି ପଢ଼ିଲି ଦେଖିକିରି ତାକୁ ଏଠୁ ଏମିତି ସେଟ୍ କରିବା ପାଇଁ ସେଟ୍ କରିଦେଲି। ବହି ପଢ଼ି ପଢ଼ି ସବୁ କଲି। ତାପରେ ଏଇ ଯେଉଁ ହାଣ୍ଡିଟାରେ ମୁଁ କ'ଣ କଲି ନା ବିରିକି ଦେଇକିରି ଫେଣିବି ବୋଲି ବ୍ୟବସ୍ଥା କଲି। ବିରି କେତେ ଟିକିଏ ଦେଇଥିଲି ମୁଁ, ଦେଖନ୍ତୁ ଫେଣି ଦେଲା ପରେ ପୁରା ଅଧେ ହେଇଯିବ। ଏତେ ସୁନ୍ଦର ଫେଣ ହେଉଛି, ପୁରା ସାବୁନ ଫେଣ ଭଳିଆ ପୁରା ଫେଣ ହେଇକିରି ସେ ପୁରା ଧଳା ହେଇଯାଉଛି, ଯେମିତି ସାବୁନ ଫେଣ ଧଳା ହୁଏ ସେମିତି ହେଇଯାଉଛି। ତାକୁ ମୁଁ ଏଠୁ କ'ଣ କଲି ନା କାଢ଼ିଦେଲି ହାଣ୍ଡିରୁ, ସେ ମେସିନ୍ରୁ କାଢ଼ି ଦେଇକିରି ହାଣ୍ଡିକି କ'ଣ କଲି, ଆଉ ଗୋଟେ ଜାଗାରେ ଦେଖ ମୁଁ କମ୍ପେୟାର କରୁଛି। ସେଇ ଯେଉଁ କଂସାରେ ଅଛି ସେ ହଳଦିଆ ଦେଖାଯାଉଛି, ଇଏ ଧଳା ଦେଖାଯାଉଛି, କାରଣ ଏଇ କଂସା ଇଏଟା ଫେଣା ହେଇନି। ମୁଁ ଚଟାପଟ କ'ଣ କଲି, ଧନିଆ ପତ୍ର, ପିଆଜ, କଞ୍ଚା ଲଙ୍କା ଦେଇକିରି ଗୋଟେ ଜାଗାରେ ଗୋଳେଇକିରି ମୁଁ କହିଲି ଦେଖିଆ ପିଠା କରିକିରି ଚାପା କରିକିରି ମା ଝିଅ ଯାକ ଆମେ ଖାଇବୁ, ତାପରେ ଯାଇ ଯାହା କରିବା। ସେଇଠୁ ମୁଁ କ'ଣ କଲି ନା ତାକୁ ଗୋଳେଇ ଦେଲି, ଜିରା ଲଙ୍କା ଗୁଣ୍ଡ ଦେଇଦେଲି। ତାପରେ ତେଲ ଏପଟେ ଦେଇ ଦେଇଥିଲି, ସୋରିଷ ତେଲ ତାୱାରେ। ତାକୁ ମୋଟାକିରି ବୁଢ଼ା ଚକୁଳି ଭଳିଆ କରିକିରି ମୁଁ ତା ଉପରେ ସୋରିଷ ତେଲ ଟିକେ ଦେଇଦେଲି। ସୋରିଷ ତେଲରେ ପିଠାଟା କଲେ ଉପର ପୁରା କଲର୍ ଭଲ ହେବ, ତାପରେ ମୁସମୁସିଆ ବି ହୁଏ, ପୁରା କ୍ରିସ୍ପି ହେବ। ଏପଟେ କ'ଣ କଲି ନା ଚା ବସେଇଦେଲି। ମୁଁ କହିଲି ଚା ବସେଇକିରି 2 ଜଣ ଯାକ ଆମେ ଖାଇବୁ ଆଜି ଏଇ ପିଠା ନେଇକିରି, କେତେ ନରମ ହେଇଛି। ତାପରେ ଚା'କୁ ମୁଁ ଛାଣି ଆଣିଲି, ମା ଝିଅ ଆମେ ବସିକି ଚା ପିଇଦେଲୁ। ଚା ପିଇ ସାରିଲା ପରେ ମୁଁ ଆଉ ଗୋଟେ କଡ଼େଇରେ ପୁଣି ଆଉ ଗୋଟେ ପିଠା ଲଦିଲି। ଏଇଟା ହେଉଛି କଡ଼େଇ ଲଦା ପୋଡ଼ ପିଠା। ତାକୁ କଡ଼େଇ ଲଦା ପୋଡ଼ ପିଠାଟା ଉପରଟା ପୁରା ମସମସିଆ ହେଇକିରି ହେବ, କ୍ରିସ୍ପି ପୁରା ହେବ ଉପରଟା, ଭିତରଟା ପୁରା ସ୍ପଞ୍ଜି ହେଇକିରି ହେବ। ତାକୁ କ'ଣ କଲି ନା ଲେଉଟେଇ ଦେଲି। ଲେଉଟେଇ ଦେଲା ପରେ ଥରେ 2 ଥର ଲେଉଟେଇ ଦେଲା ପରେ ଭିତର ସିଝି ଯାଇଥିଲା। ଏଥର ଆମ ପିଠା ରେଡ଼ି। କେଡ଼େ ସୁନ୍ଦର ଦିଶୁଛି ଦେଖ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଜୟ ଶ୍ରୀରାମ।